ଯାବନର୍ଥ ଉଦପାନେ ସର୍ବତଃ ସମ୍ପ୍ଲୁତୋଦକେ ତାବାନ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତାଃ। ସବୁ ଦିଗରୁ ପରିପୂର୍ଣ୍ଣ ମହାନ ଜଳାଶୟକୁ ପାଇବା ପରେ ଛୋଟ ଗାଡ଼ିଆର ଜଳରେ ମନୁଷ୍ୟର ଯେତିକି ପ୍ରୟୋଜନ ଅର୍ଥାତ୍ କୌଣସି ପ୍ରୟୋଜନ ରହେ ନାହିଁ। ବେଦ ଓ ଶାସ୍ତ୍ରମାନଙ୍କୁ ତତ୍ତ୍ୱ ଜାଣୁଥିବା ବ୍ରାହ୍ମଣ ଜ୍ଞାନୀଙ୍କର ସମସ୍ତ ବେଦରେ ସେତିକି ପ୍ରୟୋଜନ ଅର୍ଥାତ୍ କୌଣସି ପ୍ରୟୋଜନ ରହେ ନାହିଁ। ଜଳପୂର୍ଣ୍ଣ ସ୍ୱଚ୍ଛ ନିର୍ମଳ ବୃହତ ସରୋବର ମିଳିଗଲେ ମନୁଷ୍ୟର ଛୋଟ ଛୋଟ ଜଳାଶୟରେ କୌଣସି ଆବଶ୍ୟକତା ରହେ ନାହିଁ। କାରଣ ଛୋଟ ଜଳାଶୟରେ ହାତ ଗୋଡ଼ ଧୋଇଲେ ପାଣି ସ୍ନାନ ପାଇଁ ଅନୁପଯୋଗୀ ହୋଇଯାଏ। ସ୍ନାନ କଲେ ତାହା ବସ୍ତ୍ର ଧୋଇବା ପାଇଁ ଅନୁପଯୋଗୀ ହୋଇଯାଏ। ଯଦି ସେଥିରେ ବସ୍ତ୍ର ଧୁଆଯାଏ ତାହା ପିଇବା ପାଇଁ ଉପଯୋଗୀ ହୋଇପାରେ ନାହିଁ। କିନ୍ତୁ ବୃହତ ସରୋବରରେ ଯାହା କିଛି କଲେ ବି ସେଥିରେ କିଛି ପରିବର୍ତ୍ତନ ହୁଏ ନାହିଁ, ଅର୍ଥାତ୍ ତାହାର ସ୍ୱଚ୍ଛତା ନିର୍ମଳତା ପବିତ୍ରତା ଅକ୍ଷୁଣ୍ଣ ରହେ। ସେହିପରି ପରମାତ୍ମା ତତ୍ତ୍ୱ ପ୍ରାପ୍ତ ମହାପୁରୁଷଙ୍କ ପାଇଁ ବେଦ ବର୍ଣ୍ଣିତ ଯଜ୍ଞ ଦାନ ତପ ତୀର୍ଥ ବ୍ରତ ଆଦି ପୁଣ୍ୟକାରୀ କାର୍ଯ୍ୟରେ କୌଣସି ପ୍ରୟୋଜନ ରହେ ନାହିଁ, ଅର୍ଥାତ୍ ସେମାନଙ୍କ ପାଇଁ ଏହି ପୁଣ୍ୟ କାର୍ଯ୍ୟଗୁଡ଼ିକ ଛୋଟ ଛୋଟ ଜଳାଶୟ ପରି ହୋଇଯାଆନ୍ତି। ଏହିପରି ଦୃଷ୍ଟାମ ଆଗାମୀ ଶ୍ଲୋକରେ ମଧ୍ୟ ଦିଆଯାଇଛି ଯେ ସେହି ଜ୍ଞାନୀ ମହାପୁରୁଷ ସମୁଦ୍ର ପରି ଗଭୀର ହୋଇଥାନ୍ତି। ତାଙ୍କ ସମ୍ମୁଖକୁ ଯେତେ ଭୋଗ୍ୟ ସାମଗ୍ରୀ ଆସିଲେ ମଧ୍ୟ ସେଗୁଡ଼ିକ ତାଙ୍କଠାରେ କୌଣସି ବିକୃତିଜାତ କରିପାରନ୍ତି ନାହିଁ। ଯିଏ ପରମାତ୍ମା ତତ୍ତ୍ୱକୁ ଜାଣନ୍ତି ଏବଂ ବେଦ ତଥା ଶାସ୍ତ୍ରର ତତ୍ତ୍ୱ ଜାଣନ୍ତି ସେହି ମହାପୁରୁଷଙ୍କ ପାଇଁ ଏଠାରେ ବ୍ରାହ୍ମଣସ୍ୟ ବିଜାନତଃ ପଦ ବ୍ୟବହାର କରାଯାଇଛି। ତାବାନ କହିବାର ତାତ୍ପର୍ଯ୍ୟ ହେଉଛି ପରମାତ୍ମା ତତ୍ତ୍ୱ ପ୍ରାପ୍ତ ହେବା ପରେ ସେ ତିନି ଗୁଣରୁ ରହିତ ହୋଇଯାଆନ୍ତି ଓ ନିର୍ଦ୍ୱନ୍ଦ୍ୱ ହୋଇଯାଆନ୍ତି, ଅର୍ଥାତ୍ ତାଙ୍କଠାରେ ରାଗ ଦ୍ୱେଷ ଇତ୍ୟାଦି ରହେ ନାହିଁ। ସେ ନିତ୍ୟ ତତ୍ତ୍ୱରେ ସ୍ଥିତ ହୋଇଯାଆନ୍ତି ଏବଂ ନିର୍ଯୋଗକ୍ଷମ ହୋଇଯାଆନ୍ତି, ଅର୍ଥାତ୍ ତାଙ୍କଠାରେ ଏପରି ଭାବ ରହେ ନାହିଁ ଯେ କୌଣସି ବସ୍ତୁ ମିଳୁ ବା ମିଳିଥିବା ବସ୍ତୁର ରକ୍ଷା ହେଉ। ସେ ସର୍ବଦା ପରମାତ୍ମା ପରାୟଣ ରହନ୍ତି। ସାଂସାରିକ ଭୋଗର ଅନ୍ତ ନାହିଁ। ଅନନ୍ତ ବ୍ରହ୍ମାଣ୍ଡରେ ଅନନ୍ତ ପ୍ରକାର ଭୋଗ ରହିଛି। ମାତ୍ର ସେଗୁଡ଼ିକୁ ତ୍ୟାଗ କରିଦେଲେ, ସେଥିରୁ ଅସଙ୍ଗ ହୋଇଗଲେ ସେଗୁଡ଼ିକର ଅନ୍ତ ହୋଇଯାଏ। ସେହିପରି କାମନା ମଧ୍ୟ ଅନନ୍ତ, ମାତ୍ର ସେସବୁକୁ ତ୍ୟାଗ କରିଦେଲେ, ନିଷ୍କାମ ହୋଇଗଲେ ସେସବୁର ଅନ୍ତ ହୋଇଯାଏ।